ଓହୋ ମଣିଷର କେତେ କାମ କାମ କରି ଥକିଗଲାଣି। ଦେଖ ୟାର ଗୋଟେ ପିଲାର ପ୍ୟାଣ୍ଟ ସାର୍ଟ ଗୋଟାଏ ଜାଗାରେ ଜମା ରହିବନି, ଏଠି ବୋଧେ ସେଠି ଗଦା କରିବ। କ'ଣ ଗୋଟେ ବାଜିଲାଣି ଯେ ଡିଆସିଲି ପକେଟରେ କ'ଣ କରୁଛି? ପିଣ୍ଟୁ ପିଣ୍ଟୁ କ'ଣ ହେଲା ଦିଦି? ଡିଆସିଲି ତ ପକେଟରେ କ'ଣ କରୁଛି? ମୁଁ ମନ୍ଦିରକୁ ଦୀପ ଜାଳିବା ପାଇଁ ଯାଇଥିଲି ତ ସେଇଥିପାଇଁ ରହିଯାଇଛି। ତୁ ମିଛ କହୁଛୁ ନା? ନାଇଁ ଦିଦି। ହଉ ମନେ ରଖ, ତୋ ପକେଟରେ ମୁଁ ଡିଆସିଲି ଥରେ ଯେମିତି ନ ଦେଖିବି। ଠିକ୍ ଅଛି। କାଲି ତୋତେ ଝିଅ ବାଲା ଘର ଦେଖିବା ପାଇଁ ଆସିବେ, କାଲି ଘରେ ରହିବୁ। ନାଇଁ ଦିଦି ମୋର ବାହା ହେବାର ନାହିଁ। କ'ଣ ପାଇଁ? କ'ଣ ପୁଣି ତୁ ଆଜି ପିଇକି ଆସିଛୁ? ପ୍ଲିଜ୍ ଦିଦି ବାପାଙ୍କୁ କହିବୁନ। ବାପାଙ୍କୁ କହିବିନି ଯେ, ହେଲେ ତୁ ମୋର ଗୋଟେ କଥା ଶୁଣ। ତୁ ହେଉଛୁ ଆମ ଜୀବନ, ତୁ ଏମିତି ମଦ ପିଇକିନା ନିଜ ଜୀବନକୁ କେବେ ନଷ୍ଟ କରନା। ଆଉ ବାପା ମା' ଦୁଇ ଜଣଙ୍କୁ ବି ଏମିତି ନର୍କରେ ଯନ୍ତ୍ରଣା ଜମା ବି ତୁ ଦେନା। ତୁ ଖାଇଛୁ? ନାଇଁ ଦିଦି ଖାଇନି। ହଉ ଆସ, ଗୋଡ଼ ଧୋଇ ମୁଁ ଖାଇବା ବାଢ଼ୁଛି।